ନମ୍ବର 1 ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ସମ୍ମାନ ନିଧିର 22ତମ କିସ୍ତି। ଚାଷୀ ହେଉଛନ୍ତି ଆମ ସମୟର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥୀ। ଜୟ କିଷାନର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସର୍ବଦା ଚେଷ୍ଟିତ। ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 22ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ AU80 ସ୍ଥିତ କୃଷି ଶିକ୍ଷା ସଦନଠାରେ କୃଷକମାନଙ୍କୁ ସମ୍ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ ଆସାମର ଗୁଆହାଟୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ସମ୍ମାନ ନିଧିର 22ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। 22ତମ କିସ୍ତିରେ ଦେଶର 9.32 କୋଟି କୃଷକଙ୍କୁ ପ୍ରାୟ 19,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏ କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ମଣ୍ଡିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ନମ୍ବର 2 ନବୀନ ନିବାସରେ ଚାଲିଛି ବିଜେଡିର ରାଜ୍ୟସଭା ରଣନୀତି। ରାଜ୍ୟସଭା ନିର୍ବାଚନକୁ ନେଇ ଆରମ୍ଭ ବଢ଼ିବାରେ ଲାଗିଛି ରାଜନୈତିକ ବୟାନବାଜି। ଘୋଡ଼ା ବେପାରକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ନବୀନ ନିବାସରେ ଆରମ୍ଭ ହୋଇଛି ମାନସ ମନ୍ଥନ। ରାଜ୍ୟସଭା ରଣନୀତି ନେଇ ହେବ ଆଲୋଚନା। ବିଜେଡି ବିଧାୟକ ଏବଂ ସାଂସଦମାନେ ନବୀନ ନିବାସରେ ପହଞ୍ଚୁଛନ୍ତି। ଏ ବିଧାୟକମାନେ ନବୀନ ନିବାସରେ ପହଞ୍ଚୁଛନ୍ତି। ଦୁଇ ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ ପରତା ଏବେ ନବୀନ ନିବାସରେ ଉପସ୍ଥିତ ରହିଛନ୍ତି। ତେବେ ପୂର୍ବରୁ ବିଧାୟକଙ୍କ ପାଇଁ ହୁଇପ୍ ଜାରି କରିସାରିଛି ବିଜେଡି। ବିଧାୟକଙ୍କୁ ଭୁବନେଶ୍ୱର ନ ଛାଡ଼ିବାକୁ କୁହାଯାଇଛି। ନମ୍ବର 3 ବିଶ୍ୱର 60ଟି ଦେଶ ବିରୁଦ୍ଧରେ ଏକ ବଡ଼ ବାଣିଜ୍ୟିକ ତଦନ୍ତ ଆରମ୍ଭ କରିଛି ଆମେରିକା। ଏହି ତଦନ୍ତର ଉଦ୍ଦେଶ୍ୟ ହେଉଛି କି ଏହି ଦେଶଗୁଡ଼ିକ ବଳପୂର୍ବକ ଶ୍ରମରେ ତିଆରି ସାମଗ୍ରୀ ଆମଦାନୀ ରୋକିବା ପାଇଁ କ'ଣ ପଦକ୍ଷେପ ନେଇଛନ୍ତି ତାହା ନିର୍ଣ୍ଣୟ କରିବା। ଭାରତ ମଧ୍ୟ ଏହି ତାଲିକାରେ ସାମିଲ ଅଛି। ଆମେରିକା କହିଛି ଯେ ଅନେକ ଦେଶ ଏପରି ସାମଗ୍ରୀକୁ ସେମାନଙ୍କ ବଜାରରେ ପ୍ରବେଶ କରିବାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେଇନାହାନ୍ତି। ନମ୍ବର 4 ଶ୍ରୀମନ୍ଦିରରେ ରକ୍ତ ଛିଟା, ଭିତର କାଠ ଦର୍ଶନ ବିଳମ୍ବ। ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରସାଦ ଆଣିବା ବେଳେ ବୋଝିଆ ଗୋଡ଼ ଖସି ମୁଣ୍ଡ ଫାଟିଥିବା ଜଣାପଡ଼ିଛି। ମହାସ୍ନାନ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ଭିତର କାଠ ଦର୍ଶନ ବିଳମ୍ବ ହେବ। ନମ୍ବର 5 ଗ୍ୟାସର ଅଭାବ ଓ ଦର ବୃଦ୍ଧିକୁ ନେଇ ଗର୍ଜିଲା କଂଗ୍ରେସ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଦେଶର ଗ୍ୟାସର ଅଭାବ ଓ ଦର ବୃଦ୍ଧିକୁ ନେଇ ପ୍ରତିବାଦରେ ଜିଲ୍ଲା ସଭାପତି ଶ୍ରୀ ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଆଜି ଏକ ବିରାଟ ଶୋଭାଯାତ୍ରାରେ ବାହାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲେ। ନମ୍ବର 6 ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତର ରୋଷେଇଶାଳରେ ଅନୁଭୂତ ହେଉଛି। ଦେଶବ୍ୟାପୀ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ହୋଟେଲ ରେଷ୍ଟୁରାଣ୍ଟ ଶିଳ୍ପକୁ ସଙ୍କଟରୁ ରକ୍ଷା କରିବା ପାଇଁ ସରକାର 20% ସ୍ୱତନ୍ତ୍ର କୋଟା ଘୋଷଣା କରିଛନ୍ତି। ନମ୍ବର 7 ସୁପ୍ରିମକୋର୍ଟରେ ଏଆଇ ଯୁଗ ମାମଲା ଆବଣ୍ଟନରେ ହଟିବ ମାନବ ହସ୍ତକ୍ଷେପ। ନ୍ୟାୟିକ ପ୍ରଶାସନରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ନେତୃତ୍ୱରେ କୋର୍ଟ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତ୍ତା ଏଆଇ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ଏଆଇ ପରିଚାଳିତ ସଫ୍ଟୱେର୍ ଏଣିକି ମାମଲାଗୁଡ଼ିକ ତାଲିକା ପ୍ରସ୍ତୁତ କରିବା ସହ ବିଭିନ୍ନ ବେଞ୍ଚକୁ ମାମଲା ଆବଣ୍ଟନ କରିବ। ନମ୍ବର 8 କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ବିକଶିତ ଭାରତ ସ୍ୱପ୍ନ ପୂରଣ କରିବାରେ ଖଣି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ହେଲେ ଅଧିକରୁ ଅଧିକ ଖଣି ନିଲାମ କରିବାକୁ ହେବ। ସେଥିପାଇଁ ଦ୍ରୁତ ଗତିରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କେନ୍ଦ୍ର ସରକାର ସେହି ଗତିରେ ଆଗକୁ ବଢ଼ୁଛନ୍ତି ବୋଲି ଆସୋଚାମ ପକ୍ଷରୁ ଆୟୋଜିତ ଖଣି ଓ ଖଣିଜ କନକ୍ଲେଭ 2024ରେ ଅତିଥି ଭାବେ ଯୋଗଦେଇ ଭାରତୀୟ ଖଣି ବ୍ୟୁରୋର ଆଞ୍ଚଳିକ ଖଣି କଣ୍ଟ୍ରୋଲର ଅରୁଣ କୁମାର କହିଛନ୍ତି। ନମ୍ବର 9 6 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 1913 କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର। କେନ୍ଦ୍ର ଗୃହ ଏବଂ ସହଯୋଗ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି 2025ରେ ବନ୍ୟା, ଆକସ୍ମିକ ବନ୍ୟା, ବାଦଲ ଫାଟିବା, ଘୂର୍ଣ୍ଣିଝଡ଼ ମୋଣ୍ଟା ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀର ପାଇଁ 1,00,000
£19,91,269 କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛନ୍ତି। ନମ୍ବର 10 ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଦେଶର ସର୍ବବୃହତ୍ ବିମାନ କମ୍ପାନୀ ଇଣ୍ଡିଗୋ ବିମାନ ଟିକେଟର ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଯୁଦ୍ଧ ଯୋଗୁଁ ବିମାନ ଟର୍ବାଇନ୍ ଇନ୍ଧନ ATF ମୂଲ୍ୟ 85%ରୁ ଅଧିକ ବୃଦ୍ଧି ପାଇଛି। କମ୍ପାନୀ ଘୋଷଣା କରିଛି ଯେ ମାର୍ଚ୍ଚ 14 ତାରିଖ 2024 ଠାରୁ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନରେ ଇନ୍ଧନ ଶୁଳ୍କ ଲାଗୁ କରାଯିବ। ନମ୍ବର 11 ଭୁବନେଶ୍ୱରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ 2024 ଆରମ୍ଭ। ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ ପକ୍ଷରୁ ସ୍ତତି ପ୍ରିମିୟମ୍ ଠାରେ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ 2024 ଆୟୋଜନ କରାଯାଇଛି। ନୀତି ସଂସ୍କାର, ସ୍ଥାୟୀ ଏବଂ ରଣନୀତିକ ସୁରକ୍ଷା ମାଧ୍ୟମରେ ରୂପାନ୍ତରକୁ ଆକାର ଦେବା ବିଷୟବସ୍ତୁ ଉପରେ ଆଧାରିତ। ଏହି କନକ୍ଲେଭରେ ଭାରତର ଖଣି ଏବଂ ଖଣିଜ କ୍ଷେତ୍ରର ଭବିଷ୍ୟତ ଉପରେ ବିଚାର ବିମର୍ଶ କରିବା ପାଇଁ ନୀତି ନିର୍ଦ୍ଧାରକ, ଶିଳ୍ପ ନେତା, ନିୟାମକ ଏବଂ ପ୍ରଯୁକ୍ତିବିଦ୍ୟା ଉଦ୍ଭାବକମାନେ ଏକତ୍ରିତ ହୋଇଛନ୍ତି। ନମ୍ବର 12 PM କିଷାନ 22ତମ କିସ୍ତି ଖାତାକୁ ଆସିଲା 2,000 ଟଙ୍କା। ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବଡ଼ ଦିନ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 22ତମ କିସ୍ତି ଆଜି ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏଥର 9 କୋଟିରୁ ଅଧିକ ଚାଷୀ ପରିବାର ଏହି ଯୋଜନାର ଲାଭ ପାଇଛନ୍ତି। PM କିଷାନ ଯୋଜନାର କିସ୍ତି ଜାରି ହେବା ପରେ ସରକାରଙ୍କ ପକ୍ଷରୁ ପଞ୍ଜୀକୃତ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ସ୍ୱତନ୍ତ୍ର ମେସେଜ ପଠାଯାଇଥାଏ। ଏହାସହ ବ୍ୟାଙ୍କ ପକ୍ଷରୁ ମଧ୍ୟ ଖାତାଧାରୀଙ୍କ ନିକଟକୁ ଜମା ହେବାର ମେସେଜ ଆସିଥାଏ। ତେଣୁ ହିତାଧିକାରୀମାନେ ନିଜ ମୋବାଇଲ ମେସେଜ ଚେକ୍ କରି 22ତମ କିସ୍ତିର ଟଙ୍କା ଆସିଛି କି ନାହିଁ ଜାଣିପାରିବେ। ଯଦି କୌଣସି କାରଣରୁ ଆପଣ ଖାତାକୁ ଏଥର ଟଙ୍କା ଆସିନାହିଁ, ତେବେ ବ୍ୟସ୍ତ ନ ହେବାର ଆପଣ ସିଧାସଳଖ ଯୋଜନାର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ। ଚାଷୀମାନେ 155261 କିମ୍ବା 01124300606 ନମ୍ବରରେ କଲ୍ କରି ନିଜର ସମସ୍ୟା ଜଣାଇ ପାରିବେ। ନମ୍ବର 13 ପ୍ରାୟ 54 ବର୍ଷର ଦୀର୍ଘ ଅପେକ୍ଷା ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ। 54 ବର୍ଷର ଦୀର୍ଘ ଅପେକ୍ଷା ପରେ ଆମେରିକୀୟ ମହାକାଶ ସଂସ୍ଥା ନାସା ଏହାର ଐତିହାସିକ ଆର୍ଟେମିସ୍ 11 ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଯଦି ସବୁକିଛି ଠିକ୍ ରହେ, ତେବେ ନାସା ଏପ୍ରିଲ 1ରେ ଏହାର ଆର୍ଟେମିସ୍ ମିଶନ ଲଞ୍ଚ କରିବ। ଏହି ମିଶନ ପ୍ରାୟ 10 ଦିନ ଚାଲିବ। 1972 ପରେ ଏହାର ପ୍ରଥମ ଥର ହେବ ଯେଉଁଥିରେ ମଣିଷ ପୁଣି ଥରେ ଚନ୍ଦ୍ରର କକ୍ଷପଥକୁ ଯାତ୍ରା କରିବ। ନମ୍ବର 14 ଓଡ଼ିଶାରେ 5182ଟି ମୋବାଇଲ ଟାୱାର ସ୍ଥାପନ କରାଯିବ। ରାଜ୍ୟର 1200ରୁ ଅଧିକ ଗାଁରେ ମୋବାଇଲ ସେବା ପହଞ୍ଚି ପାରିନାହିଁ। ଗ୍ରାମାଞ୍ଚଳ, ଦୁର୍ବଳ ଓ ଅପହଞ୍ଚ ଅଞ୍ଚଳରେ ମୋବାଇଲ ସେବା ପହଞ୍ଚାଇବା ପାଇଁ ଡିଜିଟାଲ ଭାରତ ନିଧି ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2024 ଫେବୃଆରୀ ସୁଦ୍ଧା ସାରା ଦେଶରେ 46,331ଟି ଗାଁର ମୋବାଇଲ ସେବା ପହଞ୍ଚାଇବା ଲାଗି 34,780ଟି ମୋବାଇଲ ଟାୱାର ସ୍ଥାପନ କରିବାକୁ ଯୋଜନା ରହିଥିବା ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ସେ କହିଛନ୍ତି ଯେ ଗ୍ରାମୀଣ ମୋବାଇଲ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଟେଲିକମ୍ କମ୍ପାନୀଗୁଡ଼ିକୁ 2,229 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ନମ୍ବର 15 ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତଙ୍କ ପାଇଁ ହେବ ହଜାର ହଜାର ଅଧିକ ଶୌଚାଳୟ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍। ରଥଯାତ୍ରା ସହ ଜଡ଼ିତ ସବୁ ବିଭାଗ ନିଜର କାର୍ଯ୍ୟଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପରାମର୍ଶ ଦିଆଯାଇଛି। ଉଭୟ ସ୍ୱଳ୍ପ ମିଆଦୀ ଏବଂ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପୁରୀ ଜିଲ୍ଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଯାତାୟାତ, ଟ୍ରାଫିକ୍, ପାର୍କିଂ, ପର୍ଯ୍ୟାପ୍ତ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା, ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 16 ହୋଟେଲ ରେଷ୍ଟୁରାଣ୍ଟ ପାଇଁ 20% କୋଟା ଘୋଷଣା କଲେ କେନ୍ଦ୍ର ସରକାର। ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତ ରୋଷେଇଶାଳରେ ଅନୁଭୂତ ହେଉଛି। ଦେଶବ୍ୟାପୀ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଘୋର ଅଭାବ ଦେଖାଦେଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକରେ ବାଣିଜ୍ୟିକ LPG ଯୋଗାଣର ବର୍ତ୍ତମାନ ସ୍ଥିତି ଏବଂ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ପର୍ଯ୍ୟଟନ କ୍ଷେତ୍ର ଉପରେ ଏହି ପରିସ୍ଥିତି ପ୍ରଭାବ ଉପରେ ଆଲୋଚନା ହୋଇଥିଲା। ନମ୍ବର 17
ବକେୟା ଚାଲାଣ ଜରିମାନା ପାଇଁ ନୂଆ ଯୋଜନା, ମିଳିବ 50% ଛାଡ଼। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଇ-ଚାଲାଣ କଟାଯାଇଛି। ଏହି ଚାଲାଣରୁ କେତେକ ମାମଲାରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ ଦାଖଲ ହୋଇଥିବା ବେଳେ କେତେକ ମାମଲାରେ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ଏହାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବକେୟା ଇ-ଚାଲାଣ ଜରିମାନା ପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି। ନମ୍ବର 18 ଏଲ୍‌ପିଜି ଅଭାବ ଆଶଙ୍କା ମଧ୍ୟରେ ଦେଶବାସୀଙ୍କୁ ଆଶ୍ୱସ୍ତ କଲେ ପ୍ରଧାନମନ୍ତ୍ରୀ। ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ୱାସନା, ଦେଶରେ ତୈଳ ଓ ଗ୍ୟାସର ସଙ୍କଟ ନାହିଁ। ଗଲା 5 ଦିନ ଭିତରେ ଦେଶର ଏଲ୍‌ପିଜି ଉତ୍ପାଦନ 28% ବୃଦ୍ଧି ପାଇଛି। ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 40 କୋଟି ଭାରତୀୟଙ୍କ ଉପରେ ବିଶ୍ୱାସ ରହିଛି। କୋଭିଡ୍ ସମୟ ପରି ଆମେ ଏହି ସଙ୍କଟରୁ ମଧ୍ୟ ଦୂର କରିବୁ ବୋଲି ଦେଶବାସୀଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ରାଜନୈତିକ ପ୍ରସଙ୍ଗ ଛାଡ଼ି କିଛି ଲୋକ ଏଲ୍‌ପିଜି ସମ୍ପର୍କରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କହି ପ୍ରଧାନମନ୍ତ୍ରୀ ବିରୋଧୀ ଦଳମାନଙ୍କୁ ସମାଲୋଚନା କରିଛନ୍ତି। ଇରାନର ପରମାଣୁ ଭିତ୍ତିଭୂମିକୁ ଧ୍ୱଂସ ପାଇଁ ଇସ୍ରାଏଲ ଗତ ରାତିରେ ଶତାଧିକ ଯୁଦ୍ଧ ବିମାନ ବ୍ୟବହାର କରି ଭୟାନକ ଆକ୍ରମଣ କରିଛି। 24 ଘଣ୍ଟାରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ 200ରୁ ଅଧିକ ଲକ୍ଷ୍ୟସ୍ଥଳରେ ଆକ୍ରମଣ କରି ଏହାକୁ ଧ୍ୱସ୍ତ କରିଥିବା ନିଶ୍ଚିତ କରିଛି।